ବାସୁଦେବାୟ। ଗୀତାରେ ଅନ୍ୟ ଏକ ସ୍ଥାନରେ କୁହାଯାଇଛି, ଅବ୍ୟକ୍ତ ଅକ୍ଷର ଇତିମ୍ ଉକ୍ତଂ ତମ୍ ଆହୁ ପରମାଂ ଗତିମ୍ ଯମ୍ ପ୍ରାପ୍ୟସ୍ୟ ନ ବିଷ୍ଣୁତେ ତଦ୍ଧାମ ପରମଂ ମମ। ଅବ୍ୟକ୍ତ ଶବ୍ଦର ଅର୍ଥ ଅପ୍ରକାଶିତ। ଏ ଭୌତିକ ଜଗତରେ ସବୁ ଆମ ସମକ୍ଷରେ ପ୍ରକାଶିତ ହୋଇନାହିଁ। ଆମମାନଙ୍କର ଇନ୍ଦ୍ରିୟ ଗୁଡ଼ିକ ଏପରି ଅସମ୍ପୂର୍ଣ୍ଣ ଓ ଦୋଷଯୁକ୍ତ ଯେ ଆମ୍ଭେମାନେ ଏହି ଭୌତିକ ବ୍ରହ୍ମାଣ୍ଡରେ ଥିବା ସମସ୍ତ ନକ୍ଷତ୍ରକୁ ଦେଖିପାରୁନାହୁଁ। ବୈଦିକ ସାହିତ୍ୟରୁ ଆମ୍ଭେମାନେ ସମସ୍ତ ଲୋକ ବା ଗ୍ରହମାନଙ୍କର କଥା ବା ସେମାନଙ୍କର ସମ୍ବନ୍ଧୀୟ ବିବରଣୀ ପାଇପାରିବା ଏବଂ ଆମ୍ଭେମାନେ ଏହାକୁ ବିଶ୍ୱାସ କରିବା ନପାରୁ ସମସ୍ତ ବିଶିଷ୍ଟ ଗ୍ରହ ବା ଲୋକମାନଙ୍କର ବର୍ଣ୍ଣନା ବୈଦିକ ସାହିତ୍ୟମାନଙ୍କରେ ବିଶେଷ କରି ଶ୍ରୀମଦ୍ ଭାଗବତମରେ ଦେଖିବାକୁ ମିଳେ ଏବଂ ସେଥିରେ ବର୍ଣ୍ଣନା କରାଯାଇଛି ଯେ ଭୌତିକ ଆକାଶରେ ବହୁ ଊର୍ଦ୍ଧ୍ୱରେ ଥିବା ଚିତ୍ ଜଗତ ଅବ୍ୟକ୍ତ ଅଟେ। ବ୍ୟକ୍ତି ସେ ପରମ ଧାମ କିପରି ପ୍ରାପ୍ତ ହେବ ସେଥିପାଇଁ କାମନା ପୋଷଣ କରିବା ଉଚିତ ଏବଂ ଉଦ୍ବିଗ୍ନ ପ୍ରକାଶ କରିବା ଉଚିତ, କାରଣ ବ୍ୟକ୍ତି ସେ ପରମ ଧାମ ପ୍ରାପ୍ତ ହେଲେ ଆଉ ଭୌତିକ ଜଗତକୁ ଫେରିବ ନାହିଁ। ବର୍ତ୍ତମାନ ଏହି ପ୍ରଶ୍ନ ଉଠିପାରେ, ବ୍ୟକ୍ତି ଭଗବାନଙ୍କର ସେ ପରମ ଧାମକୁ କିପରି ପ୍ରାପ୍ତ ହେବ? ଅଷ୍ଟମ ଅଧ୍ୟାୟରେ ଏ ବିଷୟରେ କୁହାଯାଇଛି। ସେଠାରେ କୁହାଯାଇଛି, ଅନ୍ତକାଳେ ଚ ମାମ୍ ଏବଂ ସ୍ମରନ୍ ମୁକ୍ତ୍ୱା କଳେବରମ୍ ଜୟଂ ମଦ୍ଭାବମ୍ ଯାତି ନାସ୍ତି ଅତ୍ର ସଂଶୟ। ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ମୋତେ ସ୍ମରଣ କରି କଳେବର ତ୍ୟାଗ କରେ, ସେ ମୋ ପ୍ରକୃତିକୁ ପ୍ରାପ୍ତ ହୁଏ, ଏଥିରେ କୌଣସି ସନ୍ଦେହ ନାହିଁ। ମୃତ୍ୟୁ ସମୟରେ ଯେ କୃଷ୍ଣଙ୍କୁ ଚିନ୍ତା କରେ, ସେ କୃଷ୍ଣଙ୍କ ପାଖକୁ ଯାଏ। ବ୍ୟକ୍ତି କୃଷ୍ଣଙ୍କ ରୂପକୁ ଚିନ୍ତା କରିବା ଉଚିତ। ସେହି ରୂପକୁ ଚିନ୍ତା କରି କରି ସେ ଯଦି ଶରୀର ତ୍ୟାଗ କରେ, ତାହେଲେ ଚିତ୍ ଜଗତରେ ପ୍ରବେଶ କରେ। ଶ୍ରୀମଦ୍ ଭାଗବତମ୍ ଶବ୍ଦର ଅର୍ଥ ହେଲା ପରମ ପୁରୁଷଙ୍କ ପରମ ପ୍ରକୃତି। ପରମ ପୁରୁଷ ହେଉଛନ୍ତି ସତ୍ ଚିତ୍ ଆନନ୍ଦ ବିଗ୍ରହ, ଅର୍ଥାତ୍ ତାଙ୍କର ଶାଶ୍ୱତ ଜ୍ଞାନପୂର୍ଣ୍ଣ ଓ ଆନନ୍ଦମୟ ବିଗ୍ରହ ଅଟେ। ଆମ୍ଭମାନଙ୍କର ଏ ଶରୀର ସତ୍ ଚିତ୍ ଆନନ୍ଦ ନୁହେଁ। ଏହା ସତ୍ ନୁହେଁ ଅସତ୍। ଏହା ଅବିନାଶୀ ନୁହେଁ ନାଶଶୀଳ। ଏହା ଚିତ୍ ଅର୍ଥାତ୍ ଜ୍ଞାନପୂର୍ଣ୍ଣ ନୁହେଁ। ଏହା ଅଜ୍ଞାନତାରେ ପୂର୍ଣ୍ଣ। ଆମ୍ଭମାନଙ୍କର ଚିତ୍ ଜଗତ ସମ୍ବନ୍ଧରେ ଜ୍ଞାନ ନାହିଁ କିମ୍ବା ଏ ଭୌତିକ ଜଗତ ସମ୍ବନ୍ଧରେ ମଧ୍ୟ ଆମର ପୂର୍ଣ୍ଣ ଜ୍ଞାନ ନାହିଁ। ଏ ଭୌତିକ ଜଗତ ଅନେକ ଏପରି ଜିନିଷ ଅଛି ଯାହାକି ଆମର ଜ୍ଞାନ ପରିସର ବାହାରେ। ଆମର ଏ ଶରୀର ନିରାନନ୍ଦ ଅଟେ। ଏହା ଆନନ୍ଦମୟ ନୁହେଁ, ଏହା ଦୁଃଖପୂର୍ଣ୍ଣ ଅଟେ। ଆମ୍ଭେମାନେ ଏ ଭୌତିକ ଜଗତରେ ଯେଉଁ ସବୁ ଦୁଃଖ ଭୋଗୁଛୁ, ତାହା ସବୁ ଶରୀର ଯୋଗୁଁ ଭୋଗିବାକୁ ହେଉଛି। କିନ୍ତୁ ସେ ପରମ ପୁରୁଷ ଭଗବାନଙ୍କୁ ଚିନ୍ତା କରି ଏ ଶରୀର ତ୍ୟାଗ କରେ, ସେ ସଙ୍ଗେ ସଙ୍ଗେ ଏକ ସତ୍ ଚିତ୍ ଆନନ୍ଦମୟ ଶରୀର ଲାଭ କରେ। ଗୀତାର ଅଷ୍ଟମ ଅଧ୍ୟାୟ ପଞ୍ଚମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଏହା କହିଛନ୍ତି, ସ ମଦ୍ ଭାବମ୍ ଯାତି, ଅର୍ଥାତ୍ ସେ ମୋ ପ୍ରକୃତିକୁ ପ୍ରାପ୍ତ ହୁଏ। ଏ ଶରୀର ତ୍ୟାଗ କରିବା ଏବଂ ଭୌତିକ ଜଗତରେ ଆଉ ଗୋଟିଏ ଶରୀର ଲାଭ କରିବାର ପନ୍ଥା ମଧ୍ୟ ସଂଗଠିତ ହୋଇଅଛି। ମାନବର ମୃତ୍ୟୁ ସମୟରେ ସ୍ଥିର ହୁଏ ସେ ପରବର୍ତ୍ତୀ ଜୀବନରେ କି ପ୍ରକାର ଶରୀର ଲାଭ କରିବ। ଉଚ୍ଚ ଅଧିକାରୀ ଗଣ ଏହି ନିଷ୍ପତ୍ତି କରନ୍ତି। ଜୀବ ନିଜେ ଏହା କରେ ନାହିଁ। ଏହି ଜୀବନର କର୍ମାନୁଯାୟୀ ଆମ୍ଭେମାନେ ଉନ୍ନତି କରିବା କିମ୍ବା ଅବନତି କରିବା। ଏହି ଜୀବନ ପରବର୍ତ୍ତୀ ଜୀବନ ନିମିତ୍ତ ପ୍ରସ୍ତୁତିକରଣ ଅଟେ। ତେଣୁ ଆମ୍ଭେମାନେ ଏହି ଜୀବନରେ ଭଗବତ୍ ସାମ୍ରାଜ୍ୟକୁ ଉନ୍ନତି ହେବା ନିମିତ୍ତ ନିଜକୁ ପ୍ରସ୍ତୁତ କରିପାରୁ।
ତାହେଲେ ଏ ଭୌତିକ ଶରୀର ତ୍ୟାଗ କଲା ପରେ ଆମ୍ଭେମାନେ ଭଗବାନଙ୍କ ସଦୃଶ ଏକ ଦିବ୍ୟ ଶରୀର ଲାଭ କରିବା, ଏଥିରେ କୌଣସି ସନ୍ଦେହ ନାହିଁ। ପୂର୍ବରୁ କୁହାଯାଇଛି ଯେ ବିଭିନ୍ନ ପ୍ରକାର ଯୋଗୀ ଅଛନ୍ତି, ଯଥା ବ୍ରହ୍ମବାଦୀ, ପରମାତ୍ମାବାଦୀ ଏବଂ ଭକ୍ତ। କଥା ମଧ୍ୟ କୁହାଯାଇଛି ଯେ ବ୍ରହ୍ମଜ୍ୟୋତିରେ ବା ପରମ ବ୍ୟାୟାମରେ ଅସଂଖ୍ୟ ଦିବ୍ୟ ଗ୍ରହ ବା ଲୋକ ଅଛନ୍ତି। ଏହି ଭୌତିକ ଜଗତରେ ଥିବା ସମସ୍ତ ଗ୍ରହ ବା ଲୋକ ଅପେକ୍ଷା ପରମ ବ୍ୟାୟାମରେ ଥିବା ବୈକୁଣ୍ଠ ଲୋକର ସଂଖ୍ୟା ଯଥେଷ୍ଟ ଅଧିକ। ଏ ଭୌତିକ ଜଗତ ସୃଷ୍ଟିର ପ୍ରାୟ 1/4 ଅଟେ। ଏ ଭୌତିକ ବୃତ୍ତଖଣ୍ଡରେ ଅସଂଖ୍ୟ ବ୍ରହ୍ମାଣ୍ଡ ଅଛି ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଅସଂଖ୍ୟ ଗ୍ରହ, ତାରା, ନକ୍ଷତ୍ର ଓ ସୂର୍ଯ୍ୟ, ଚନ୍ଦ୍ର ଆଦି ଅଛନ୍ତି। କିନ୍ତୁ ସମଗ୍ର ଭୌତିକ ସୃଷ୍ଟିର ଏକ କ୍ଷୁଦ୍ର ଅଂଶ ଅଟେ। ସୃଷ୍ଟିର ଅଧିକ ଭାଗ ପରମ ବ୍ରହ୍ମରେ ଅଛି। ଯେ ପରମ ବ୍ରହ୍ମଙ୍କ ଠାରେ ଲୀନ ହେବାକୁ ଇଚ୍ଛା କରେ, ସେ ସଙ୍ଗେ ସଙ୍ଗେ ଭଗବାନଙ୍କର ବ୍ରହ୍ମ ଜ୍ୟୋତିକୁ ସ୍ଥାନାନ୍ତରିତ ହୋଇଯାଏ ଏବଂ ଏହି ପ୍ରକାରେ ପରମ ବ୍ରହ୍ମରେ ପ୍ରବେଶ କରେ। ଯେଉଁ ଭକ୍ତ ଭଗବାନଙ୍କର ସଙ୍ଗ ସୁଖ ଲାଭ କରିବାକୁ ଇଚ୍ଛା କରେ, ସେ ଭଗବାନଙ୍କର ବୈକୁଣ୍ଠରେ, ଯେଉଁ ଲୋକଙ୍କର ସଂଖ୍ୟା ହେଉଛି ଅନନ୍ତ, ପ୍ରବେଶ କରେ ଏବଂ ସେଠାରେ ସେ ଭଗବାନଙ୍କର ସଙ୍ଗରେ ଲାଭ କରେ। ବୈକୁଣ୍ଠ ଲୋକମାନଙ୍କରେ ଭଗବାନ ତାଙ୍କର ସ୍ୱାଂଶ ବିସ୍ତାର ଅର୍ଥାତ୍ ଚତୁର୍ଭୁଜଧାରୀ ନାରାୟଣ ରୂପରେ ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଓ ଗୋବିନ୍ଦ ଆଦି ବିଭିନ୍ନ ନାମରେ ବିଦ୍ୟମାନ। ତେଣୁ ଜୀବନ ଶେଷରେ ଯୋଗୀମାନେ ବ୍ରହ୍ମଜ୍ୟୋତି, ପରମାତ୍ମା କିମ୍ବା ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଚିନ୍ତା କରନ୍ତି। ସବୁ କ୍ଷେତ୍ରରେ ସେମାନେ ପରମ ବ୍ରହ୍ମରେ ପ୍ରବେଶ କରନ୍ତି, କିନ୍ତୁ କେବଳ ଭକ୍ତ ଅର୍ଥାତ୍ ଯେ ଭଗବାନଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାଏ, ସେହି ବୈକୁଣ୍ଠରେ ପ୍ରବେଶ କରେ। ଭଗବାନ ଏ ସମ୍ବନ୍ଧରେ ଅଧିକ କରି କହୁଛନ୍ତି ଯେ ଏଥିରେ କିଛି ସନ୍ଦେହ ନାହିଁ। ଏହାକୁ ଦୃଢ଼ ଭାବରେ ବିଶ୍ୱାସ କରିବା ଉଚିତ। ଯାହା ଆମର କଳ୍ପନାରେ ଖାପ ଖାଉନାହିଁ, ତାହାକୁ ଆମେ ପ୍ରତ୍ୟାଖ୍ୟାନ କରିବା ଉଚିତ। ଆମ୍ଭମାନଙ୍କର ମନୋବୃତ୍ତି ଅର୍ଜୁନଙ୍କ ପରି ହେବା ଉଚିତ। ଆପଣ ଯାହା ସବୁ କହିଲେ, ସେ ସବୁକୁ ମୁଁ ବିଶ୍ୱାସ କଲି। ସେଥିପାଇଁ ଭଗବାନ କହିଲେ ଯେ ମୃତ୍ୟୁ ସମୟରେ ଯେ ତାଙ୍କୁ ବ୍ରହ୍ମ କିମ୍ବା ପରମାତ୍ମା କିମ୍ବା ପରମ ପୁରୁଷ ଭଗବାନ ରୂପରେ ଚିନ୍ତା କରେ, ସେ ନିଶ୍ଚିତ ଭାବେ ପରମ ବ୍ରହ୍ମରେ ପ୍ରବେଶ କରେ। ଏଥିରେ କୌଣସି ସନ୍ଦେହ ନାହିଁ। ଏହାକୁ ଅବିଶ୍ୱାସ କରିବାର କୌଣସି ପ୍ରଶ୍ନ ନାହିଁ। ମୃତ୍ୟୁ ସମୟରେ କିପରି ପରମ ପୁରୁଷ ଭଗବାନଙ୍କୁ ଚିନ୍ତା କରିବ, ଏକଥା ମଧ୍ୟ ଗୀତାରେ କୁହାଯାଇଛି। ଜଂ ଜଂ ବାପି ସ୍ମରଣ ଭାବ ତଜ୍ଜନ୍ତି ଅନ୍ତେ କଳେବରମ୍ ତ୍ୱଂ ତ୍ୱଂ ଏବୈତି କୌନ୍ତେୟ ସଦା ତଦ୍ଭାବ ଭାବିତ। ଯେଉଁ ଭାବନାରେ ଜୀବ ତାହାର ଶରୀର ତ୍ୟାଗ କରେ, ପର ଜୀବନରେ ସେ ନିଶ୍ଚିତ ରୂପେ ତଦନୁସାରେ ପ୍ରାପ୍ତ ହୁଏ। ଏ ଭୂତ ପ୍ରକୃତି ଭଗବାନଙ୍କର ଏକ ଶକ୍ତିର ପ୍ରକାଶ ଅଟେ। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ସମସ୍ତ ଶକ୍ତି, ବିଷ୍ଣୁ ଶକ୍ତି, ପରାପରତା ଇତ୍ୟାଦି, ଭଗବାନଙ୍କର ଅନନ୍ତ ଶକ୍ତି ଅଛି ଏବଂ ବିଭିନ୍ନ ପ୍ରକାର ଶକ୍ତି ଅଛି, ଯାହାକୁ ଆମ୍ଭେମାନେ ଚିନ୍ତା କରିପାରିବା ନାହିଁ। ତାହା ଆମମାନଙ୍କର ଚିନ୍ତା ଶକ୍ତି ବହିର୍ଭୂତ। ଅବଶ୍ୟ ଖୁବ୍ ପ୍ରସିଦ୍ଧ ପଣ୍ଡିତ, ମୁନି ଋଷିଗଣ କିମ୍ବା ମୁକ୍ତ ମହାଜନଗଣ ଭଗବାନଙ୍କର ଶକ୍ତି ସମୂହ ସମ୍ବନ୍ଧରେ ଅଧ୍ୟୟନ କରି ସେମାନଙ୍କୁ 3 ଭାଗରେ ବିଭକ୍ତ କରିଦେଇଯାଇଛନ୍ତି। ସମସ୍ତ ଶକ୍ତି ହେଉଛି ବିଷ୍ଣୁ ଶକ୍ତି, ଅର୍ଥାତ୍ ସେମାନେ ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଶକ୍ତି ଅଟନ୍ତି। ସେ ଶକ୍ତି ହେଉଛି ପରାଶକ୍ତି ଅର୍ଥାତ୍ ଦିବ୍ୟ ଶକ୍ତି, ଉଚ୍ଚତର ଶକ୍ତି। ଜୀବଗଣ ମଧ୍ୟ ଭଗବାନଙ୍କର ଉଚ୍ଚତମ ଶକ୍ତିର ଅନ୍ତର୍ଗତ। ଏକଥା ପୂର୍ବରୁ କୁହାଯାଇଛି। ଅନ୍ୟ ଶକ୍ତିଗୁଡ଼ିକ ଅର୍ଥାତ୍ ଭୌତିକ ଶକ୍ତି ତମୋଗୁଣ ପ୍ରଧାନ ଅଟେ। ମୃତ୍ୟୁ ସମୟରେ ଆମ୍ଭେମାନେ ଏହି ଭୌତିକ ଜଗତର ନିଚତର ଶକ୍ତିରେ ରହିପାରିବା କିମ୍ବା ଚିତ୍ ଜଗତର ଉଚ୍ଚତର ଶକ୍ତିକୁ ସ୍ଥାନାନ୍ତରିତ ହୋଇପାରିବା। ଜୀବନକାଳ ମଧ୍ୟରେ ଆମ୍ଭେମାନେ ଭୌତିକ ଶକ୍ତି କିମ୍ବା ଦିବ୍ୟ ଶକ୍ତି ସମ୍ବନ୍ଧରେ
ଚିନ୍ତା କରିବାରେ ଅଭ୍ୟସ୍ତ। ଅନେକ ସାହିତ୍ୟ ଅଛି, ଯଥା ସମାଜପତ୍ର, ଉପନ୍ୟାସ ଆଦି, ଯାହାକି ଆମ ମନରେ ଭୌତିକ ଶକ୍ତି ଭରିଦିଏ। ଆମମାନଙ୍କର ଯେଉଁ ଚିନ୍ତା ଶକ୍ତି ବର୍ତ୍ତମାନ ଏହିସବୁ ଭୌତିକ ସାହିତ୍ୟରେ ଲିପ୍ତ ହୋଇଛି, ତାକୁ ବୈଦିକ ସାହିତ୍ୟକୁ ନେବା ଉଚିତ ଏବଂ ସାହିତ୍ୟିକମାନଙ୍କରେ ସେ ଚିନ୍ତା ଶକ୍ତିକୁ ଲଗାଇବା ଉଚିତ। ତେଣୁ ବିଶିଷ୍ଟ ସାଧୁ ସନ୍ଥ ମୁନି ଋଷିଗଣ ଅନେକ ବୈଦିକ ସାହିତ୍ୟ ପୁରାଣ ଆଦି ରଚନା କରି ଯାଇଛନ୍ତି। ପୁରାଣଗୁଡ଼ିକ କାଳ୍ପନିକ ନୁହେଁ, ସେଗୁଡ଼ିକ ଐତିହାସିକ ତଥ୍ୟ ଗ୍ରନ୍ଥ। ଶ୍ରୀ ଚୈତନ୍ୟ ଚରିତାମୃତରେ ନିମ୍ନ ପଦରେ ଦେଖିବାକୁ ମିଳେ। মায়ামুগ্ধ জীবের নাহি কৃষ্ণ স্মৃতি জ্ঞান, জীবের কৃপায় কইল কৃষ্ণ বেদ পুরাণ। ବିସ୍ତୃତ ଜୀବଗଣ ଅର୍ଥାତ୍ ବୌଦ୍ଧ ଜୀବଗଣ ଭଗବାନଙ୍କ ସହିତ ଥିବା ସେମାନଙ୍କ ସମ୍ବନ୍ଧକୁ ଭୁଲି ଯାଇଛନ୍ତି ଏବଂ ସେମାନେ ଭୌତିକ କର୍ମ ସମ୍ବନ୍ଧରେ ଚିନ୍ତା କରିବାରେ ବରାବର ଅଭ୍ୟସ୍ତ। ସେମାନଙ୍କର ଚିନ୍ତା ଶକ୍ତିକୁ ପରମ ବ୍ରହ୍ମ ଆଡ଼କୁ ବଦଳାଇବା ନିମିତ୍ତ କୃଷ୍ଣ ଅନେକ ବୈଦିକ ସାହିତ୍ୟିକ ଦେଇଛନ୍ତି। ପ୍ରଥମେ ସେ ବେଦକୁ 4 ଭାଗରେ ବିଭକ୍ତ କଲେ, ତାପରେ ତାହା ପୁରାଣରେ ବର୍ଣ୍ଣନା କଲେ ଏବଂ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକମାନେ ପାଇଁ ସେ ମହାଭାରତ ରଚନା କଲେ। ମହାଭାରତରେ ଭଗବତ ଗୀତା ଦିଆଯାଇଛି। ତତ୍ତ୍ୱରେ ସମସ୍ତ ବୈଦିକ ସାହିତ୍ୟ ବେଦାନ୍ତ ସୂତ୍ରରେ ସଂକ୍ଷେପରେ କୁହାଯାଇଛି ଏବଂ ଭବିଷ୍ୟତରେ ଦିଗଦର୍ଶନ ନିମିତ୍ତ ବେଦାନ୍ତ ସୂତ୍ର ଉପରେ ଏକ ସ୍ୱାଭାବିକ ଭାଷ୍ୟ ଦେଇଗଲେ। ଏହାକୁ ଶ୍ରୀମଦ୍ ଭାଗବତମ୍ କୁହାଯାଏ। ଆମ୍ଭେମାନେ ସର୍ବଦା ଏହି ବୈଦିକ ସାହିତ୍ୟଗୁଡ଼ିକର ଅଧ୍ୟୟନରେ ମନୋନିବେଶ କରିବା ଉଚିତ। ଯେପରି ଭୌତିକବାଦୀ ସଂସାର ଲୋକମାନେ ପତ୍ରପତ୍ରିକା, ସମ୍ବାଦ ପତ୍ର, ଉପନ୍ୟାସ ଆଦି ଭୌତିକ ପାଠରେ ମନୋନିବେଶ କରିଛନ୍ତି, ସେହିପରି ଆମ୍ଭେମାନେ ବ୍ୟାସଦେବ ଦେଇଥିବା ଏସବୁ ବୈଦିକ ସାହିତ୍ୟ ପାଠରେ ଆମ୍ଭମାନଙ୍କର ମନୋନିବେଶ କରିବା ଉଚିତ। ଏହି ପ୍ରକାରେ ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଆମ୍ଭମାନଙ୍କ ସପକ୍ଷରେ ସମ୍ଭବପର ହୋଇପାରିବ। ଏହି ଏକମାତ୍ର ପନ୍ଥା ଭଗବାନ ଦର୍ଶାଇଛନ୍ତି ଏବଂ ଏହାର ଫଳ ଯେ ନିଶ୍ଚିତ ଭାବେ ପ୍ରାପ୍ତ ହେବ, ଏହା ସେ ଘୋଷଣା କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସର ଯୁଧ୍ୟ ଚ ମତ୍ସ୍ୟଭିତ ମନୋବୁଦ୍ଧିଂ ମାମ୍ ଏବେଶ ହି ଅସଂଶୟଃ। ହେ ଅର୍ଜୁନ, ତୁମେ ସର୍ବଦା ମୋତେ ଚିନ୍ତା କରିବା ଉଚିତ ଏବଂ ତତ୍ ସଙ୍ଗେ ସଙ୍ଗେ ତୁମର କର୍ତ୍ତବ୍ୟରେ ରତ ହେବା ଉଚିତ, ଅର୍ଥାତ୍ ଯୁଦ୍ଧ କରିବା ଉଚିତ। ତୁମର ମନ ଓ କାର୍ଯ୍ୟ ସର୍ବଦା ମୋଠାରେ ସ୍ଥିର କରି ସର୍ବଦା ମୋ ପାଇଁ ବ୍ୟସ୍ତ ରହିଲେ ତୁମେ ନିଶ୍ଚୟ ମୋତେ ପାଇବ, ଏଥିରେ କୌଣସି ସନ୍ଦେହ ନାହିଁ। ସେ ଏହି ଉପଦେଶ ଅର୍ଜୁନକୁ କେବେ ହେଲେ ଦେଇନାହାନ୍ତି ଯେ ସେ କେବଳ ତାଙ୍କୁ ସ୍ମରଣ କରିବେ ଏବଂ କିଛି ଧନ୍ଦା କରିବେ ନାହିଁ। ନା, ଭଗବାନ କେବେ ହେଲେ କିଛି ଅବାସ୍ତବ କଥା କହନ୍ତି ନାହିଁ। ଏ ଭୌତିକ ଜଗତରେ ବ୍ୟକ୍ତିକୁ ଶରୀର ରକ୍ଷା କରିବା ନିମନ୍ତେ ନିଶ୍ଚୟ କାର୍ଯ୍ୟ କରିବାକୁ ହେବ। ମାନବ ସମାଜକୁ କର୍ମ ଅନୁଯାୟୀ 4 ଭାଗରେ ବର୍ଣ୍ଣ ବିଭାଗରେ ବିଭକ୍ତ କରାଯାଇଛି, ଯଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର। ବ୍ରାହ୍ମଣମାନେ ଅର୍ଥାତ୍ ବୁଦ୍ଧିଜୀବୀ ଗଣଙ୍କର ଶ୍ରେଣୀର ଲୋକେ ଗୋଟିଏ ଦିଗରେ କାମ କରନ୍ତି, କ୍ଷତ୍ରିୟମାନେ ଶାସନ ବିଭାଗର ଲୋକେ ଆଉ ଗୋଟିଏ ପ୍ରକାରରେ କାମ କରନ୍ତି ଏବଂ ବୈଶ୍ୟ ବା ବ୍ୟବସାୟୀ ଓ ଶୂଦ୍ର ଗୋଷ୍ଠୀ ଲୋକେ ନିଜ ନିଜ ଧନ୍ଦା କରନ୍ତି। ମାନବ ସମାଜରେ ବ୍ୟକ୍ତି ଶୂଦ୍ର ହୋଇ ବା ବଣିକ ହୋଇ ହେଉ, କ୍ଷତ୍ରିୟ ଶାସକ ହେଉ ବା କୃଷକ ହେଉ କିମ୍ବା ଅତି ଉଚ୍ଚ ଶ୍ରେଣୀର ହେଉ, ଯାହା କିଛି ହେଉ, ତାହାର ଜୀବନ ଧାରଣ ନିମିତ୍ତ ନିଶ୍ଚୟ ତାକୁ କାମ କରିବାକୁ ହେବ। ସେ ଏକ ସାହିତ୍ୟିକ, ବୈଜ୍ଞାନିକ କିମ୍ବା ବେଦାନ୍ତୀ ବ୍ରହ୍ମଜ୍ଞାନୀ ହେଉ, ଯାହା କିଛି ହେଉ, ବଞ୍ଚିବା ପାଇଁ ତାକୁ ନିଶ୍ଚୟ କାମ କରିବାକୁ ହେବ। ତେଣୁ ଭଗବାନ ଅର୍ଜୁନକୁ କହିଛନ୍ତି ଯେ ସେ ତାର ଧନ୍ଦା ତ୍ୟାଗ କରିବା ଉଚିତ ନୁହେଁ, କିନ୍ତୁ ସେ ଯେତେବେଳେ ତାର ଧନ୍ଦା କରୁଛି ସେତେବେଳେ ସେ କୃଷ୍ଣଙ୍କୁ ସ୍ମରଣ କରିବା ଉଚିତ। ସେ ଯେତେବେଳେ ଜୀବନ ସଂଗ୍ରାମରେ ରତ ଅଛି, ସେତେବେଳେ ସେ ଯଦି କୃଷ୍ଣଙ୍କୁ ସ୍ମରଣ କରିବାକୁ ଅଭ୍ୟାସ ନ କରେ,
ତାହା ମୃତ ସମୟରେ କୃଷ୍ଣଙ୍କୁ ସ୍ମରଣ କରିବା ସମ୍ଭବପର ହୋଇପାରିବ ନାହିଁ। ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ଏହି ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟକ୍ତି ସର୍ବଦା ଭଗବାନଙ୍କର ନିତ୍ୟ ଧର୍ମ ସ୍ମରଣ କରିବା କିମ୍ବା କୀର୍ତ୍ତନ କରି ଭଗବାନଙ୍କୁ ସ୍ମରଣ କରିବା ଅଭ୍ୟାସ କରିବା ଉଚିତ। ଭଗବାନଙ୍କ ନାମ ଓ ଭଗବାନ ଅଭିନ୍ନ ଅଟନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି, ମୋତେ ସ୍ମରଣ କର। ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଉପଦେଶ ମଧ୍ୟ ଏକ ପ୍ରକାର ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟଧାମ କୀର୍ତ୍ତନ କର। ଏଥିରେ କୌଣସି ପାର୍ଥକ୍ୟ ନାହିଁ, କାରଣ କୃଷ୍ଣ ଓ କୃଷ୍ଣଙ୍କର ନାମ ଅଭିନ୍ନ ଅଟେ। ସମ୍ବନ୍ଧ ଏକ ସମ୍ବୋଧିତ ପୁରୁଷ ମଧ୍ୟରେ ପୂର୍ଣ୍ଣ ଶୁଦ୍ଧ ସ୍ତରରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ଆମ୍ଭେମାନେ ସର୍ବଦା ଦିନ ରାତି 24 ଘଣ୍ଟା ତାଙ୍କ ନାମ କୀର୍ତ୍ତନ କରି ଭଗବାନଙ୍କୁ ସ୍ମରଣ କରିବା ଅଭ୍ୟାସ କରିବା ଉଚିତ। ଆମ୍ଭେମାନେ ତାଙ୍କ ନାମ ସ୍ମରଣ ବା କୀର୍ତ୍ତନ କରି ତାଙ୍କୁ ସ୍ମରଣ କରିବା ଉଚିତ। ପୁନଶ୍ଚ ଆମ୍ଭମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ଏପରି ଭାବରେ ସମ୍ପାଦନ କରିବା ଯେପରିକି ଭଗବାନଙ୍କୁ ସର୍ବଦା ଆମ୍ଭେମାନେ ସ୍ମରଣ କରିପାରିବା। ଏହା କିପରି ସମ୍ଭବ ହେବ? ଆଚାର୍ଯ୍ୟମାନେ ନିମ୍ନଲିଖିତ ଉଦାହରଣ ଦିଅନ୍ତି। ଯଦି କୌଣସି ବିବାହିତ ସ୍ତ୍ରୀ ଲୋକ ଅନ୍ୟ ଏକ ପୁରୁଷ ପ୍ରତି ଆସକ୍ତ ହୁଏ କିମ୍ବା କୌଣସି ଏକ ପୁରୁଷ ତାର ବିବାହିତା ସ୍ତ୍ରୀ ବ୍ୟତୀତ ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତ ହୁଏ, ତାହେଲେ ସେ ଆସକ୍ତି ଖୁବ୍ ଦୃଢ଼ ବୋଲି ବିଚାର କରାଯାଏ। ଯେ ଏପରି ଭାବରେ ଆସକ୍ତ ହୋଇଥାଏ, ତାହାର ପ୍ରେମିକ ବା ପ୍ରେମିକାକୁ ସର୍ବଦା ଚିନ୍ତା କରୁଥାଏ। ଯେଉଁ ସ୍ତ୍ରୀ ଲୋକ ଏପରି ଆସକ୍ତ ହୋଇଥାଏ, ତାହାର ଗୃହ କର୍ମରେ ବ୍ୟସ୍ତ ଥିଲେ ସୁଦ୍ଧା ତାହାର ପ୍ରେମିକ ବା ଉପପତି ଭେଟିବା ପାଇଁ ସବୁବେଳେ ଚିନ୍ତା କରୁଥାଏ। ବାସ୍ତବରେ ସେ ତାହାର ଗୃହକର୍ମ ଏପରି ନିପୁଣ ଭାବରେ ସମ୍ପାଦନ କରୁଥାଏ ଯେ ତାହାର ସ୍ୱାମୀ କଦାପି ଭାବିବାକୁ ଅବସର ପାଇବ ନାହିଁ ଯେ ତାହାର ସ୍ତ୍ରୀ ଅନ୍ୟ ଏକ ପୁରୁଷ ପ୍ରତି ଆସକ୍ତ ହେବ ବୋଲି। ଠିକ୍ ସେହିପରି ଆମ୍ଭେମାନେ ପରମ ପ୍ରେମିକ ଭଗବାନ ଶ୍ରୀକୃଷ୍ଣଙ୍କୁ ସର୍ବଦା ସ୍ମରଣ କରିବା ଉଚିତ ଏବଂ ତତ୍ ସଙ୍ଗେ ସଙ୍ଗେ ଆମ୍ଭର ସାଂସାରିକ କର୍ମ ପ୍ରତି ସୁଚାରୁ ରୂପେ ସମ୍ପାଦନ କରିବା ଉଚିତ। ଏକ ଗଭୀର ସ୍ନେହର ଆବଶ୍ୟକତା ଏଠାରେ ରହିଛି। ଯଦି ଆମମାନଙ୍କର ଭଗବାନ ପ୍ରତି ଗଭୀର ସ୍ନେହ ଅଛି, ତାହା ହେଲେ ଆମ୍ଭେମାନେ ଆମ୍ଭମାନଙ୍କର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ ସଙ୍ଗେ ସଙ୍ଗେ ଭଗବାନଙ୍କୁ ସ୍ମରଣ କରିପାରିବା। କିନ୍ତୁ ଆମ୍ଭମାନଙ୍କୁ ସେ ସ୍ନେହ ବା ପ୍ରେମ କିପରି ବୃଦ୍ଧି କରିବାକୁ ହେବ, ତାହା ଅଭ୍ୟାସ କରିବାକୁ ପଡ଼ିବ। ଉଦାହରଣ ସ୍ୱରୂପ ଅର୍ଜୁନ ବରାବର ଶ୍ରୀକୃଷ୍ଣଙ୍କୁ ଚିନ୍ତା କରୁଥିଲେ। ସେ କୃଷ୍ଣଙ୍କର ଚିର ସହଚର ଥିଲେ ଏବଂ ତତ୍ସଙ୍ଗେ ସେ ଜଣେ ଯୋଦ୍ଧା ଥିଲେ। କୃଷ୍ଣ କେବେ ହେଲେ ତାଙ୍କୁ ଯୁଦ୍ଧ ତ୍ୟାଗ କରି ଧ୍ୟାନ କରିବା ପାଇଁ ବଣକୁ ଯିବା ପାଇଁ ଉପଦେଶ ଦେଇନାହାନ୍ତି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଯୋଗବିଧି ଧ୍ୟାନ ଯୋଗବିଧି କଥା କହିଲେ, ସେତେବେଳେ ଅର୍ଜୁନ କହିଲେ ଯେ ଏ ବିଧି ଆଚରଣ କରିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ। ଅର୍ଜୁନ ଉବାଚ ଯୋଗୟଂ ଯୋଗୀସୁତୟା ପ୍ରତ୍ୟସାମ୍ୟନ୍ ମଧୁସୂଦନ ଇତିହାସଂ ନ ପଶ୍ୟାମି ଚଞ୍ଚଳ ତ୍ୱଂ ସ୍ଥିତଂ। ଅର୍ଜୁନ କହିଲେ, ହେ ମଧୁସୂଦନ, ଆପଣ ଯେଉଁ ଯୋଗବିଧି କଥା ମୋତେ କହିଲେ, ତାହା ମୋ ପକ୍ଷରେ ଅସମ୍ଭବ ଓ ଅସ୍ୱାଭାବିକ ବୋଧ ହେଉଛି, କାରଣ ମନ ଅତ୍ୟନ୍ତ ଚଞ୍ଚଳ ଓ ଅସ୍ଥିର। କିନ୍ତୁ ଭଗବାନ କହିଲେ, ଯୋଗିନାଂ ଅପି ସର୍ବେଷାଂ ମଦ୍ଗତିନାନ୍ତରାତ୍ମନା ଶ୍ରଦ୍ଧାବାନ୍ ଲଭେତ୍ ଯୋ ମାଂ ସଃ ଯୁକ୍ତୋ ତମସୁ ମତଃ। ଯୋଗୀମାନଙ୍କର ମଧ୍ୟରେ ଯେ ଗଭୀର ବିଶ୍ୱାସ ଓ ଶ୍ରଦ୍ଧା ସହକାରେ ସର୍ବଦା ମୋ ଠାରେ ଯୁକ୍ତ ହୋଇଥାଏ, ସେ ନିତ୍ୟ ଦିବ୍ୟ ଭକ୍ତି ମାର୍ଗରେ ମୋତେ ହିଁ ଆରାଧନା କରୁଥାଏ। ସେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ମୋ ସହିତ ଯୁକ୍ତ ଥାଏ ଏବଂ ସେ ଯୋଗୀମାନଙ୍କ ମଧ୍ୟରେ ସର୍ବୋତ୍ତମ ଯୋଗୀ ଅଟେ। ତେଣୁ ଯେ ସର୍ବଦା ଭଗବାନଙ୍କୁ ଚିନ୍ତା କରୁଥାଏ, ସେ ସର୍ବୋତ୍ତମ ଯୋଗୀ ଅଟେ।
ସେ ସର୍ବୋତ୍ତମ ଜ୍ଞାନୀ ଅଟେ ଏବଂ ସଙ୍ଗେ ସଙ୍ଗେ ଏକ ପ୍ରସିଦ୍ଧ ଭକ୍ତ ମଧ୍ୟ ଅଟେ। ପୁଣି ଭଗବାନ ଅର୍ଜୁନକୁ କହୁଛନ୍ତି ଯେ ଏକ କ୍ଷତ୍ରିୟ ହିସାବରେ ସେ ଯୁଦ୍ଧ ତ୍ୟାଗ କରିପାରିବେ ନାହିଁ, କିନ୍ତୁ ସେ ଯଦି କୃଷ୍ଣଙ୍କୁ ଚିନ୍ତା କରି ଯୁଦ୍ଧ କରନ୍ତି ତାହେଲେ ସେ ମୃତ୍ୟୁ ସମୟରେ ତାକୁ ସ୍ମରଣ କରିବା ସକ୍ଷମ ହେବେ। କିନ୍ତୁ ଆମକୁ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ଚରଣର ବିନ୍ଦୁରେ ଆତ୍ମସମର୍ପଣ କରିବାକୁ ହେବ ଏବଂ ତାଙ୍କର ଦିବ୍ୟ ସେବାରେ ନିୟୋଜିତ ରହିବାକୁ ପଡ଼ିବ। ଆମ୍ଭେମାନେ ବାସ୍ତବରେ ଆମମାନଙ୍କ ଶରୀର ସାହାଯ୍ୟରେ କାମ କରୁନାହୁଁ, ଆମର ମନ ଓ ବୁଦ୍ଧି ସାହାଯ୍ୟରେ ଆମେ କାମ କରୁଛୁ। ତେଣୁ ଯଦି ମନ ଓ ବୁଦ୍ଧି ବରାବର ଭଗବାନଙ୍କ ଚିନ୍ତାରେ ଲାଗି ରହନ୍ତି ତାହେଲେ ଇନ୍ଦ୍ରିୟଗୁଡ଼ିକ ସ୍ୱଭାବତଃ ତାଙ୍କ ଭଗବାନଙ୍କ ସେବାରେ ଲାଗି ରହନ୍ତି। ବାହାରକୁ ଇନ୍ଦ୍ରିୟଗୁଡ଼ିକର କର୍ମ ଅନ୍ତତଃ ପୂର୍ବପରି ଏ ପ୍ରକାର ରହେ। ତେଣୁ ଚେତନାର ପରିବର୍ତ୍ତନ ହୁଏ। କିପରି ଭଗବାନଙ୍କ ଚିନ୍ତାରେ ମନ ଓ ବୁଦ୍ଧିକୁ ଲଗେଇ ହେବ, ଏକଥାରେ ଭଗବତ ଗୀତା ବ୍ୟକ୍ତିକୁ ଶିକ୍ଷା ଦିଏ। ମନ ଓ ବୁଦ୍ଧିର ଏ ପ୍ରକାର ନିଯୁକ୍ତିକରଣ ବ୍ୟକ୍ତିକୁ ଭଗବାନଙ୍କ ରାଜ୍ୟକୁ ନେଇଯାଏ। ଯଦି ମନ କୃଷ୍ଣଙ୍କ ସେବାରେ ନିଯୁକ୍ତ ରହେ ତାହେଲେ ଇନ୍ଦ୍ରିୟଗୁଡ଼ିକ ସ୍ୱତଃ ତାଙ୍କ ସେବାରେ ନିଯୁକ୍ତ ରହନ୍ତି। ଏହା ହେଉଛି କଳା ବା କୌଶଳ ଏବଂ ଏହା ମଧ୍ୟ ଭଗବତ ଗୀତାର ଗୁପ୍ତ ଶିକ୍ଷା। ସମ୍ପୂର୍ଣ୍ଣ କୃଷ୍ଣ ଚିତ୍ତରେ ହିଁ ନିମଜ୍ଜିତ ରହିବା। ଆଧୁନିକ ମାନବ ଚନ୍ଦ୍ରଲୋକରେ ପ୍ରବେଶ କରିବା ନିମିତ୍ତ ଖୁବ୍ କଠିନ ପ୍ରଚେଷ୍ଟା କରୁଛି, କିନ୍ତୁ ଆଧ୍ୟାତ୍ମିକ ଦିଗରେ କିପରି ନିଜକୁ ଆଗେଇ ନେବାକୁ ପଡ଼ିବ ସେ ଦିଗରେ କଠିନ ପ୍ରଚେଷ୍ଟା କରୁନାହିଁ। ଯଦି ତାର ଆଉ 50 ବର୍ଷ ଆୟୁଷ ଅଛି ତାହେଲେ ସମୟତକ ସେ ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରିବାରେ କଟେଇ ଦେବା ଉଚିତ। ଭକ୍ତିଯୋଗ ବିଧି ହେଉଛି ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସାକ୍ଷ୍ୟମ୍ ଆତ୍ମ ନିବେଦନମ୍। ଏ ନବଦା ଭକ୍ତିଯୋଗ ବିଧି ମଧ୍ୟରୁ ସହଜତମ ବିଧି ହେଉଛି ଶ୍ରବଣଂ, ଅର୍ଥାତ୍ ଜଣେ ତତ୍ତ୍ୱଜ୍ଞ ଜ୍ଞାନୀ ପୁରୁଷଙ୍କଠାରେ ବା ଆତ୍ମାନୁଭୂତି ଲାଭ କରିଥିବା ଜଣେ ବିଶିଷ୍ଟ ଆଚାର୍ଯ୍ୟଙ୍କଠାରୁ ଭଗବତ ଗୀତା ଶ୍ରବଣ କରିବା ଉଚିତ। ତାହେଲେ ବ୍ୟକ୍ତି ପରମ ପୁରୁଷ ଭଗବାନଙ୍କୁ ଚିନ୍ତା କରିପାରିବ। ଏହା ବ୍ୟକ୍ତିକୁ ନିଶ୍ଚଳ ଅବସ୍ଥାକୁ ନେବ, ଅର୍ଥାତ୍ ଭଗବାନଙ୍କୁ ସ୍ମରଣ କରିବା ଅବସ୍ଥାକୁ ନେବ। ପୁନଶ୍ଚ ତଦ୍ଦ୍ୱାରା ବ୍ୟକ୍ତି ଏ କଳିବର ତ୍ୟାଗ କଲା ପରେ ଭଗବାନଙ୍କ ସତ୍ସଙ୍ଗ ଲାଭ କରିବା ନିମିତ୍ତ ଉପଯୁକ୍ତ ଶରୀର ଅର୍ଥାତ୍ ଦିବ୍ୟ ଶକ୍ତି ଲାଭ କରିପାରିବ। ପୁଣି ଭଗବାନ କହିଛନ୍ତି ଅଭ୍ୟାସ ଯୋଗଯୁକ୍ତେନ ଚେତସା ନାନ୍ୟଗାମିନଃ ପରମଂ ପୁରୁଷଂ ଦିବ୍ୟଂ ଯାତି ପାର୍ଥାନୁଚିତମ୍। ହେ କୁନ୍ତୀ ପୁତ୍ର, ଅନନ୍ୟ ଭାବରେ ପରମ ପୁରୁଷ ଭଗବାନଙ୍କୁ ଚିନ୍ତା କରିବାକୁ ଅଭ୍ୟାସ କରିବା ଦ୍ୱାରା ବ୍ୟକ୍ତି ନିଶ୍ଚଳ ଭାବେ ଭଗବତ ଧାମ ପ୍ରାପ୍ତ ହେବ। ଏକଦା ଅତି କଷ୍ଟକର ପନ୍ଥା ନୁହେଁ। ଅବଶ୍ୟ ବ୍ୟକ୍ତି ଜଣେ ଅଭିଜ୍ଞ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିବା ଉଚିତ, ଅର୍ଥାତ୍ ଯେ ଏହାକୁ ଜୀବନରେ ଅଭ୍ୟାସ କରୁଛନ୍ତି ତାଙ୍କଠାରୁ ଶିକ୍ଷା କରିବା ଉଚିତ। ମନ ସର୍ବଦା ଏଣେ ତେଣେ ଧାଉଁଛି, କିନ୍ତୁ ବ୍ୟକ୍ତି ସେ ଚଞ୍ଚଳ ମନକୁ ଭଗବାନ ଶ୍ରୀକୃଷ୍ଣଙ୍କ ରୂପକୁ ଧ୍ୟାନ କରିବା କିମ୍ବା ତାଙ୍କର ଦିବ୍ୟ ନାମ କୀର୍ତ୍ତନ ଧ୍ୱନିରେ ସ୍ଥିର କରିବା ସର୍ବଦା ଅଭ୍ୟାସ କରିବା ଉଚିତ। ମନ ସ୍ୱଭାବତଃ ଚଞ୍ଚଳ, ତାହା ଏଣେ ତେଣେ ଧାଏ, କିନ୍ତୁ କୃଷ୍ଣଙ୍କର ଦିବ୍ୟଧାମ କୀର୍ତ୍ତନର ଧ୍ୱନିତ ତରଙ୍ଗରେ ଏହା ସ୍ଥିର ହୋଇଯାଏ। ଏପରି ବ୍ୟକ୍ତି ପରମ ପୁରୁଷ ଅର୍ଥାତ୍ ପରମ ପୁରୁଷଙ୍କୁ ଧ୍ୟାନ କରିବା ଉଚିତ ଏବଂ ସେହି ପ୍ରକାରେ ତାଙ୍କୁ ପ୍ରାପ୍ତ ହେବା ଉଚିତ। କିପରି ଅନ୍ତିମ ଭୃଗୁଦେବ ଅନୁଭୂତି ଲାଭ କରାଯାଇପାରିବ ତାହା ଭଗବତ ଗୀତାରେ କୁହାଯାଇଛି ଏବଂ ଭଗବତ ଜ୍ଞାନର ଦ୍ୱାରା ସମସ୍ତଙ୍କ ପାଇଁ ଉନ୍ମୁକ୍ତ। କାହାରି ପାଇଁ ଏହା ବନ୍ଦ ନୁହେଁ। ଏସବୁ ଲୋକ ଭଗବାନଙ୍କୁ ଚିନ୍ତା କରି ତାଙ୍କ ପାଖରେ ପହଞ୍ଚି ପାରିବେ, କାରଣ ତାଙ୍କୁ ଚିନ୍ତା କରିବା ଓ ତାଙ୍କ କଥା ଶୁଣିବା ପ୍ରତ୍ୟେକ ସପକ୍ଷରେ ସମ୍ଭବପର ଅଟେ।
ଭଗବାନ ପୁଣି କହୁଛନ୍ତି ମାମହିଂ ପାର୍ଥ ବ୍ୟାପ୍ରାସିତଂ ଦେହୋପି ଚସ୍ୟ ପାପେ ଜନୋଦୟ ସ୍ତ୍ରୀୟ ବଶ୍ୟସ୍ତଥା ଶୁଦ୍ରାଶୟୋପି ପରାଂ ଗତିଂ କି ପୁନର୍ବ୍ରାହ୍ମଣ୍ୟଂ ପୁଣ୍ୟଂ ଭକ୍ତ୍ୟା ରାଜସ୍ୱୟା ତଥା ଅନିତ୍ୟಂ ଅସୁଖಂ ଲୋକଂ ଇମଂ ପ୍ରାପ୍ୟଂ ଭଜ୍ୟାମ। ହେ ପୃଥିପୁତ୍ର, ସ୍ତ୍ରୀ ହଉ, ବୈଶ୍ୟ ହଉ କିମ୍ବା ନିଚ ପରିବାରରେ ଜନ୍ମ ହୋଇ ଶୂଦ୍ର ହଉ, ସେ ଯଦି ମୋର ଶରଣରେ ପଶେ ତାହେଲେ ଜୀବନରେ ପରମ ଗତି ପାଇପାରିବ। ବ୍ରାହ୍ମଣ, ପୁଣ୍ୟବତ, ଭକ୍ତ ଏବଂ ରାଜର୍ଷିମାନଙ୍କ କଥା ବା କ'ଣ କହିବା? ସେମାନେ ତ ଏମାନଙ୍କ ସ୍ତ୍ରୀ, ବୈଶ୍ୟ, ଶୂଦ୍ରଙ୍କଠାରୁ ଉଚ୍ଚ ସ୍ତର ଅଟନ୍ତି। ଏହି ଦୁଃଖପୂର୍ଣ୍ଣ ଜଗତରେ ଏମାନଙ୍କ ଭଗବାନଙ୍କ ସେବାରେ ସ୍ଥିର ଥାନ୍ତି। ନିଚ ଶ୍ରେଣୀର ମାନବଗଣ, ବୈଶ୍ୟ, ଶୂଦ୍ର ଓ ସ୍ତ୍ରୀ ଲୋକମାନେ ମଧ୍ୟ ଭଗବାନଙ୍କୁ ପାଇପାରନ୍ତି। ଏଥିପାଇଁ କାହାରି କିଛି ଉଚ୍ଚ ବୁଦ୍ଧିମତ୍ତା ଦରକାର ନାହିଁ। କେବଳ କଥା ହେଉଛି ଏତିକି, ଯେଉଁ ବ୍ୟକ୍ତି ଭକ୍ତିଯୋଗ ବିଧିକୁ ଗ୍ରହଣ କରେ ଏବଂ ଭଗବାନଙ୍କୁ ଜୀବନରେ ପରମ ଗତି, ଅନ୍ତିମ ଲକ୍ଷ୍ୟ ବୋଲି ଗ୍ରହଣ କରେ, ସେ ପରମ ବ୍ରହ୍ମରେ ଭଗବାନଙ୍କ ନିକଟରେ ପହଞ୍ଚିପାରେ। ଯଦି କୌଣସି ଲୋକ ଭଗବତ୍ ଗୀତାରେ ଦିଆଯାଇଥିବା ନୀତିକୁ ଗ୍ରହଣ କରେ ତାହେଲେ ତାର ଜୀବନକୁ ସାର୍ଥକ କରିପାରିବ ଏବଂ ତାର ଅସ୍ଥାୟୀ ଭୌତିକ ସ୍ଥିତି ଯୋଗୁଁ ଜୀବନର ଦେଖାଯାଇଥିବା ସମସ୍ୟାମାନଙ୍କର ଉପଯୁକ୍ତ ସମାଧାନ କରିପାରିବ। ସମଗ୍ର ଭଗବତ୍ ଗୀତାର ଏହା ହିଁ ସାରବସ୍ତୁ ଅଟେ।